विश्व विजयी रावण को तू चिन्ह पारुन तो सम्मुखरे दंडायमान स्वयं लंकाधिपति रावण। अरे मामू रଣजा ଆପଣ ଆସିଛନ୍ତି? ମୁଁ ଆସିଛି ତ କାହିଁ ଯାଉଥିଲେ ମାମୁ? କରିବାର ଆବଶ୍ୟକ ନାହିଁ ଭଣଜା। ହଁ ମାମୁ, ଧନ୍ୟ ଧନ୍ୟ ଏ କୁଟୀର ସହିତ ମୁଁ ମଧ୍ୟ ଧନ୍ୟ ହୋଇଗଲି ମାମୁ। ଏବେ ମୋର ପ୍ରଣାମ ଗ୍ରହଣ କରନ୍ତୁ ମାମୁ। ଆୟୁଷ୍ମାନ ଭବ, ଦୀର୍ଘାୟୁ ଭବ, ଯଶସ୍ୱୀ ଭବ। ତାହେଲେ ଆସନ୍ତୁ ମାମୁ, ମୋର ଏହି କୁଟୀର ମଧ୍ୟ ଆସନ୍ତୁ, ଆସନ ଗ୍ରହଣ କରନ୍ତୁ ମାମୁ। ଧନ୍ୟବାଦ ମାମୁ। ହେ ଭଣଜା। ତାହେଲେ କୁହନ୍ତୁ ବାବୁ, କେମିତି ଅଛନ୍ତି? ମାଇ ମୋର ମନ୍ଦଧରି କେମିତି ଅଛନ୍ତି? ଭାଇ ମୋର ଇନ୍ଦ୍ରଜିତ ଆମର ସେହି ଲଙ୍କା କଟକର ପ୍ରଜାଗଣ ବୃନ୍ଦ ଆପଣ ଆସିଥିବାରୁ ମନ ମୋର ହେଉଛି ବ୍ୟାକୁଳିତ। ଶୁଣିବାକୁ ସେହି ଲଙ୍କାର ବୃତ୍ତାନ୍ତ କୁହନ୍ତୁ ମାମୁ, କୁହନ୍ତୁ। ହେ ଭଣଜା, ମାମୁ, ଲଙ୍କାଗଡ଼ର ସମସ୍ତ କୁଶଳ ସମସ୍ତ କୁଶଳ? ହରେ ଭଣଜା, ମାମୁ, ତ୍ରିପୁର ବିଜୟୀ ଦଶାନନ ରାବଣର ଆଶୀର୍ବାଦରୁ ଲଙ୍କାଗଡ଼ରେ ସମସ୍ତେ କୁଶଳରେ ଜୀବନ ଯାପନ କରୁଛନ୍ତି ଭଣଜା। ମାମୁ, ଭଣଜା, ତାହେଲେ ଏହି ଛୋଟିଆ କୁଟୀର ମଧ୍ୟକୁ ଆସିଥିବାରୁ ଏହି ଅଧମ ସେବକ ଆପଣଙ୍କର କି କାର୍ଯ୍ୟରେ ସାହାଯ୍ୟ କରିପାରିବ ମାମୁ? ହେ ଭଣଜା ମାରିଛ, ମୁଁ ଜାଣିଛି ତୁମେ ବୁଦ୍ଧିରେ ଅତି ବିଚକ୍ଷଣ, ମାୟାରେ ଅତି ସୁପଣ୍ଡିତ। ସେଥିପାଇଁ ଗୋଟିଏ କାର୍ଯ୍ୟ ସାଧନ ଉଦ୍ଦେଶ୍ୟ ଆସିଅଛି ତୁମ୍ଭ ନିକଟକୁ। ତାହେଲେ ପ୍ରକାଶ କରି କୁହନ୍ତୁ ବାବୁ। କହୁଛି ଭଣଜା, ମୂଳରୁ ଶେଷ ପର୍ଯ୍ୟନ୍ତ ଗୋଟି ଗୋଟି କରି ତୋ ଆଗେ ପ୍ରକାଶ କରୁଛି। କୁହନ୍ତୁ ବାବୁ। ଭଣଜା, ମାମୁ, ମାରିଚ ମୁଖକୁ ଚାହିଁ କହଇ ରାବଣ, ଆସ ମାରିଚ ଯିବା ମୋର ସଙ୍ଗେଣ। ତାହେଲେ କୋଉଠିକି ଯିବା ମାମୁ? କହୁଛି ଭଣଜା, ହଁ, अरे हे मोहमृग कोई राम छमुरे तू जीवु, छमुरे तू जीवु, मोढ़िया दुआरे जाई जतने करिबु। ସେଠିକୁ राम पाखକୁ ବୁଡ଼ି तोते देखी रघुनाथ धनुषर
ନାହିଁ ହେ ଲକ୍ଷଣ ଶୁଣି ଲକ୍ଷ୍ମଣ ମାମୁ ତିନିବାର ଡାକ ପକାଇବେ। ତାପରେ ମୁଁ କଣ କରିବି ଜାଣିଛୁ ଭଣଜା? ମାମୁ ମାୟା ଜ୍ୟୋତି ବେଶ ହୋଇ ମଢ଼ିଆ ତୁ ଯିବି ମଢ଼ିଆ ତୁ ଯିବି ଭିକ୍ଷା ଦିଅନ୍ତେ ସୀତା ହରି ମୁଁ ଆଣିବି। ହଁ ଆରେ ଭଣଜା ଏଥିପାଇଁ ତୋ ପାଖକୁ ଆସିଛି। ସହୋଦର ଭଣଜା ତୁ ଯେ ମହର ବୋଲେ ସଦା ଶିବ ବାରେ ଉପକାର କର। ଭଣଜା ସହୋଦର ଭଣଜା ହୋଇ ତୁ କଣ ମୋ ପାଇଁ এই ଛୋଟିଆ କାର୍ଯ୍ୟଟିଏ କରିପାରିବୁ ନାହିଁ? ମାମୁ ଯଦି ଏହା କରିବୁ ଚିର ଦିନ ପାଇଁ ମୁଁ ତୋ ପାଖେ ଋଣୀ ରହିବି ଭଣଜା। ନା ମାମୁ ନା ଭଣଜା ସେଥିପାଇଁ ଆସ ବସ ମୋର ପୁଷ୍ପକ ବିମାନେ ଚାଲ ଯିବା ପଞ୍ଚବଟୀ ବନେ। ମାମୁ ଏ କି ଅଦ୍ଭୁତ କଥା କହୁଛନ୍ତି ଆପଣ? ଭଣଜା ହଁ ଶୁଣି ମାରିଚ ବିରୋଧୀରେ କହେ ଉତ୍ତର ତୀରେ କହେ ଉତ୍ତର ଶୁଣ ଶୁଣ ମୋ ବଚନ ଲଙ୍କା ଈଶ୍ୱର। ମାମୁ ଏ ଭଣଜା ଲଙ୍କାରେ ସମସ୍ତେ ଆପଣଙ୍କୁ ଲଙ୍କେଶ୍ୱର ରାବଣ ବୋଲି କହୁଛନ୍ତି। ସେହି ଲଙ୍କେଶ୍ୱର ରାବଣ ପୁଣି ମନରେ ବୁଲୁଥିବା ଗୋଟିଏ ସାମାନ୍ୟ ନାରୀ ଭାବି ଆଣିବା ପାଇଁ ଯାଉଛନ୍ତି। ସେହି ସାମାନ୍ୟ ନାରୀ ନୁହେଁ ମାମୁ, ଆରେ ଜାଣିଛି ଯାହାକୁ କହନ୍ତି ସାମାନ୍ୟ ଜନ ନୁହେଁ ସାମାନ୍ୟ ଜନ ଦଶରଥ ନନ୍ଦନ ଦଶରଥ ନନ୍ଦନ। ମାମୁ ଭଣଜା ଧନୁଷର କରେ ଧରି ବୁଲାଇବ ନା। ଏ ଭଣଜା ସେ ଗୋଟିଏ ପାଗଳ ନହେଲେ ବଣରେ ବୁଲୁଛି କିପରି? ସେ ଆଉ କେହି ନାହାନ୍ତି ମାମୁ, ସେ କିଏ ଅଟନ୍ତି? ସେହି ଗୋଳକ ବିହାରୀ ବିଷ୍ଣୁ ଆସି ଏହି ମଧ୍ୟମଣ୍ଡଳରେ ମାନବ ରୂପରେ ଜନ୍ମଗ୍ରହଣ କରିଛନ୍ତି। ଆଚ୍ଛା କେବଳ ଅସୁର ମାନଙ୍କୁ ବିନାଶ କରିବା ପାଇଁ। ମିଛ କଥା। ସ୍ୱୟଂ ବିଷ୍ଣୁ ଆସିଛି ମତପୁରେ ଜନ୍ମିଛି ମତପୁରେ ଜନ୍ମିଛି ଅସୁର ମାରିବା ଅର୍ଥେ ବନେ ବୁଲୁଛି। ଏ ଭଣଜା ମୋର ବଚନ ଘେନ ଲଙ୍କାର ବଣ ମାମୁ ଲଙ୍କାର ବଣ। ମାମୁ ଲେଉଟାଇ ବାହିନୀୟ ପୁଷ୍ପକ ଜନ। ସେଥିପାଇଁ ମୁଁ ଆସି ନାହିଁ। ହେ ମାତ୍ର ଭଣଜା ଆପଣଙ୍କୁ ଏଇ ବୁଦ୍ଧି କିଏ ଦେଲା ମାମୁ? ନିଶ୍ଚିତ ରୂପରେ କେହି ନା କେହି ଜଣେ ଶତ୍ରୁ ହିଁ ଆପଣଙ୍କ ପକ୍ଷରେ କହିଥିବ। ନା ନା ନା
ହଁ ମାମୁଁ ସେ ମୋ ଭଉଣୀ କହିଛି ନା ସେ ମୋର ଶତ୍ରୁ ନୁହଁ। ରାବଣ ବାଣୀ ସୁନୀଳ ବୀର ଧୀରେ କହେ ମାରି ଚସୁର ଏ ବୁଦ୍ଧି ତତେ କେ ଦେଲା ଗো ପତେ নিশ্চয় জানো সে শত্রু তোর হে রাজন ମାମୁଁ ହେ ଭଣଜା ରାମ ସଙ୍ଗେ ବିବାଦ ନ କରିବାଟା ହିଁ ଆପଣଙ୍କ ପକ୍ଷରେ ଭଲ ରହିବ ବାବୁ। ଆରେ ମୋର କିଛି ହବନି। ହଁ ରାମ ସଙ୍ଗେ ବିବାଦ ନ କର ଆଚ୍ଛା ସ୍ୱର୍ଗ ମଧ୍ୟ ପାତାଳ ତିନି ପୁରୀ ଜୁଡ଼ିବାର କାହାର ମଧ୍ୟ ସକ୍ଷମ ନାହିଁ ମାମୁଁ ସକ୍ଷମ ନାହିଁ। ସେହୁ ଜିଣି ପାରେ ତିନି ପୁର ଶିବଧନୁ ଭଗ୍ନ କାଳେ ମିଥିଲାର ହରିଚ ଡରି ପଲାଇଲ ପରା ତୀର ହେ ରାଜନ ଯାହାର ଭଣଜା ଯାହା ମିଛ କଥା। ମାମୁଁ ହଁ ଏଇ ଯୋଉ କଥା କହିଲୁ ମୁଁ ସେ ଶିବ ଧନକୁ ଭୟରେ ଦେଖି କରି ଚାଲି ଆସିନଥିଲି। ନା ତାକୁ ଭଗ୍ନ କରିବା ପାଇଁ ଯାଇନଥିଲି। ତାକୁ ଦର୍ଶନ କରି ସେଠାରୁ ଚାଲି ଆସିଥିଲି। ହଁ, ଆହୁରି ଗୋଟିଏ କଥା କହୁଛି ମାମୁଁ ଆରେ କଣ? ଆପଣଙ୍କର ମନେ ଅଛି କି ମୁଁ କହିପାରିବିନି ଏଇ ଠିକ କିଛି ଦିନ ପୂର୍ବ ତଳର କଥା ସେହି ମିଥିଳେର ସେହି ଜନକ ମହାରାଜ ଗୋଟିଏ ଧନୁ ସଭାର ଆୟୋଜନ କରିଥିଲେ। ହଁ ଚାଣ୍ଡାଳ ବ୍ରାହ୍ମଣ ସମସ୍ତଙ୍କୁ ନିମନ୍ତ୍ରିତ କରିଥିଲେ। ସେହି ସଭାକୁ ହଁ ନିମନ୍ତ୍ରଣକୁ ରକ୍ଷା କରି ସମସ୍ତେ ଆସିଥିଲେ। ସେହି ସଭାକୁ ଆପଣ ମଧ୍ୟ ସ୍ୱୟଂ ଆସିଥିଲେ ନା ମାମୁଁ? ମୁଁ ନିମନ୍ତ୍ରଣ ପାଇନଥିଲି ରେ ମାରିଚ। ହଁ ମତେ ନିମନ୍ତ୍ରଣ ମିଳି ନଥିଲା। ସେଥିପାଇଁ କ୍ରୋଧ ଜର୍ଜରିତ ହୋଇ ସେଠାକୁ ମୁଁ ସ୍ୱୟଂ ଗମନ କରିଥିଲି। ହଁ ଦେଖିଲି ସେଠାରେ ସମସ୍ତେ ଗୋଟିଏ ଗୋଟିଏ ମହାମୂର୍ଖ ମାନେ ବସିଥିଲେ। ଯେଉଁ ରାଜା ମାନେ ବସିଥିଲେ ସେମାନେ ଗୋଟିଏ ଗୋଟିଏ ଅଧମ ଦେବ ଦେବ ମହାଦେବଙ୍କର ଧନକୁ ଭଗ୍ନ କରିବା ପାଇଁ ଆସିଛନ୍ତି। ମାନେ ସେମାନେ ଗୋଟିଏ ଗୋଟିଏ ମୂର୍ଖ ମୂର୍ଖଙ୍କ ଠାରୁ ଦୂରିଆ ରହି ସେଠାରୁ ମୁଁ ଚାଲି ଆସିଥିଲି। ଏ କଥା ତୁ ଜାଣିନାହୁଁ। ମାମୁଁ ହଉ ସେଇ ଧନକୁ କିଏ ଭାଙ୍ଗିଥିଲା ଜାଣିଛ ମାମୁଁ? ସେ ମୂର୍ଖ ହୋଇଥିବ। ସେଇ ମୂର୍ଖ ନୁହେଁ ମାମୁଁ, ସେ ଶ୍ରୀରାମ ଧନୁ ଭାଙ୍ଗିଲା ରାମ ପରଶୁରାମ ଧନୁକୁ ଧଇଲା। ଜାଣିଛି ଜାଣିଛି ଏ କଥା। କହର କହିବି ବାବୁ, କହର କହିବି। ଆରେ କଣ ହେଲା ତୁ କାନ୍ଦି ପକାଇଲୁ କାହିଁକି? ହଁ କୁହ। 10 ବର୍ଷ 10 ଦିନ ଗର୍ଭରେ ଧାରଣ କରି ଗର୍ଭକୁ ଧାରଣ କରିଥିଲା। ତୁ ମା ତାରକୀ କଥା କହୁଛୁ? ହଁ ବାବୁ, ମା ତାରକୀ। ତାର କୁଶଳ ମଙ୍ଗଳ ତ? ନା ବାବୁ, ତାହେଲେ କଣ ହେଲା ତାର? ଆଉ ଏଇ ଦୁନିଆରେ ନାହିଁ ବାବୁ। କଣ କହିଲୁ? ତାରକୀ ଆଉ ନାହିଁ? ନା ବାବୁ ନା। କଣ ହେଲା ତାର? ସେହି ରାମଚନ୍ଦ୍ର ମାରିଦେଲା ବାବୁ, ସେହି ରାମଚନ୍ଦ୍ର। ଏତେ ବଡ଼ ତାରକୀକୁ ସାମାନ୍ୟ ମାନବ
নিহত কল ଆହୁରି ମୋର ବଡ଼ ଭାଇ ସୁବାହକୁ ମଧ୍ୟ ସେହି ରାମଚନ୍ଦ୍ର ମାରିଦେଲା ବାବୁ, ସେହି ରାମଚନ୍ଦ୍ର। अरे सब ठीक है ये हला मु सब ठीक कर दे तू कांद ना पड़ जा। अरे तू धैर्य धर तू कांद मु अछि तारती सुबाहु मारिन हाउरा सोरे मोते से हुरा नीला है राजन जाई बड़ बानल पड़िली। अच्छा दिने लुटे बाबू ती दिन मध्य नुहे। अरे कैसे दिन पड़ी रहिलु अनेक दिन पर बाबू। अच्छा केते दिने चेतना पाइली नर बेश धरि कार्य रूप धरि न पंजीर तुझी है राजन ମୋର ସ୍ତ୍ରୀ ଅପହରଣ କରିବା ମହାପାପ ବାବୁ, ମହାପାପ। ना ଆପଣଙ୍କର ଏହି କାର୍ଯ୍ୟରେ ତିଳେ ମାତ୍ର ସାହାଯ୍ୟ କରିପାରିବିନି ବାବୁ। कौन कहलु ହଁ ବାବୁ। तू कार्य सहयोग करि परिबु नहीं। ବାବୁ राजा आज्ञा ताहले तू अवमानना करूछु ନା ବାବୁ हां न जीवितार पासको कौन कहलु मामू फेरी जाओ मंदिर को तप्त हो मूर्ख बोल सदा शिव मान तू न कर हे मरि जो मामू काल कूट विष भक्ति पागो राजन ଭାତ ଧରୁଛି ବାବୁ, ଯାଇ ପାରିବିନି। अरे जो राजा आज्ञा जेते बेले अवज्ञा करूछु आद धरि आउ लाभ कौन। तू राज दंडरे दंडित हेबु मरि जो देखिबु एहार परिणाम तोर हबो। किंतु ए हृदय रे दया बही थरे अनुरोध करूची ନା ନା जीवनी अरे जा तू ताहले मते चिन्हि न मु के जानि रहो ମାମୁ हे मूर्ख मरुचंद्रादित्य शतमुखा मुखास्त्रे त्रतुर्भुज वर द्वारम तस्य सभया मुसर पंतु नदीरम प्रकोप व्याकंपाधर तट उठे बानर भटे समकांत सेय्य शिवम रसक्तिमानगरी हे मूढ़ मारिच भयरे खटंती मते देवताय आसी इंद्र चंद्र वरुण जे होई दास दासी अधर चापंते नर बानर पड़ांती भय सम्मुखे महर केही नरुहंती छार नर बानर जे आहार मोहर उनरे मूर्ख मारिच हेमंत शक्ति अछि सामान्य राक्षस होई राजा आज्ञा करूछु अभाग्य
তোর অকায় বেহারি হে মূর্খ আরে মারিচ বচন শুনি কই রাবণ মারিচ বচন শুনি কই রাবণ মোহর বচন তুক রুছুও কারণ মোহর বচন তুক রুছুও কারণ আরে মোর বীর সুরপণ নিন্দা করুଅছু মোর বীর সুরপণ নিন্দা করুଅছু তুকার বচন মতে বাছিণ কহুছু তুকার বচন মতে বাছিণ কহুছু ଏହି କ୍ଷଣେ ମୁଣ୍ଡ ତୋର ପକାଇ ବିହାଣି ଏହି କ୍ଷଣେ ମୁଣ୍ଡ ତୋର ପକାଇ ବିହାଣି এতে বলি খড়গ দেখে এতে বলি খড়গ দেখে বিশ্বরি বলে সদা শিব তুরে মারিচ সুর বলে সদা শিব তুরে মারিচ সুর কনক মৃগ হইল তত পর কনক মৃগ হইল তত পর না মরিব হে মূর্খ ଏହି କ୍ଷଣେ ମୁଣ୍ଡ ତର ପକାଇ ବିହାରି ଯିବୁ ନା ହାଣି ଏ ମୂର୍ଖ ଜାଣିନାହୁଁ ମତେ ମୁଁ ରାବଣ ମୁଁ କାହାରିକୁ ଛାଡ଼େ ନା ଯିବୁ ନା ହାଣି ଦେବେ ঠিক ଅଛି ଭଣଜା ବୋଲି ଅଳ୍ପ ସମୟ ତତେ ପ୍ରଦାନ କରୁଛି ଯିବୁ ନା ମରିବା ପାଇଁ ପ୍ରସ୍ତୁତ ହୁଅ ଏ କଥା ମତେ ଜଣାଇ ଦେ ନହେଲେ ମାରି ଦେବି କଣ କରିବି ଦିନେ ମୁଁ ଗର୍ବର ସହିତ କହୁଥିଲି ମୁଁ ଗୋଟେ ମାୟାବୀ ରାକ୍ଷସ ବହୁତ ମାୟାଜାରେ ଆଜି ସେ ମାୟା ମତେ ମରଣ ମୁଖକୁ ଠେଲି ଦଉଛି କଣ କରିବି ମରିବା ପୂର୍ବରୁ ଆଜି ମୁଁ ମରିବାକୁ ଯାଉଛି କେବଳ ମାୟା ଜାଣିଥିଲି ବୋଲି ସ୍ୱର୍ଗ ମଠ ପାତାଳେ ଲୁଚିଲେ ଆଜି ମୋର ନିସ୍ତାର ନାହିଁ ନିସ୍ତାର ନାହିଁ পলাই বঞ্চি বুড়ে কাহে তিনি ভুবনে থাবনায় মন্ডলে দেহ বহি দেবতা হেলে মোর রাম সীতা রাধে শ্যাম রাধে
जातो जे करिछि संसार मरण जीव ताहार सीता राम सीता राम सीता राम राधे श्याम राधे श्याम राधे जन्म हेला मात्रे कीट पतंग सरीसृप से भगवान हेले मध्य मृत्यु सुनिश्चित मु तो छार मानव पुरी असुर घरे जन्म कहर कहि हे पटक गले रामचंद्र मत मारिबे हौ से पटक गले माम मत मारिबे कहर कहिबे माम कहस्तरे मरिबे ना से राम कहस्तरे मरिबे